ଯେତେ କାମ ଦେଲେ ଲୋକ ସବୁ କାମ ଛାଡ଼ି ଦେଉଛି, କହୁଛି ମୁଁ ମୁଣ୍ଡ ମୋଡ଼ିବି ତୁମର। ହେଲେ ଏମିତି ଗୋଟେ କାମ ଦିଅ ଯେମିତି ଏ ଲୋକର କାମ କେବେ ସରିବନି, ତାକୁ କେମିତି ମୁଁ ସୁରକ୍ଷା ଦେବି କହିବାର। ତାପରେ ଠାକୁର ତାକୁ କୃପା କଲେ, କହିଲେ ଗୋଟେ କାମ କରିବୁ, ତାକୁ କହିବୁ ବାରିପଟେ ଗୋଟେ ସିଡ଼ି ତିଆରି କରିବୁ, ଦୁଇଟା ବଡ଼ ବାଉଁଶ ଆଣିକି ଗୋଟେ ସିଡ଼ି ତିଆରି କରିବ, 108ଟା ଷ୍ଟେପ୍ ରଖିବ ସେଥିରେ। ଆଉ ତାକୁ କହିବୁ ସକାଳ ପାଇଲେ ତୁ ଯାଇକି ସେ ସିଡ଼ିରେ ଚଢ଼ିବୁ, 1 2 3 4 5 6 7 8 9 10 କରିକି 108, ପୁଣି 108 107 106 105 କରିକି ତଳକୁ ଆଉଥରେ ଉପରକୁ ତଳକୁ ହଉଥିବୁ, ସେ କାମ କେବେ ସରିବନି। ଆଉ ଯେତେବେଳେ ତୋର କ'ଣ କାମ ପଡ଼ିବ ତାକୁ ଯାଇକି ଭିଡ଼ିକି ଆଣିବୁ, କହିବୁ ଏ କାମ କର, ସେ କାମ ସରିଲା ପୁଣି ତାକୁ ପଠେଇ ଦେଉଥିବୁ ସେ ସିଡ଼ି ପାଖକୁ। ଏଥର ଏଙ୍ଗେଜ ହେଇଗଲା ସେ, ତୋ ଏକ କେବେ ମୋଡ଼ିବନି ସେ। ହରିବୋଲ। ଆମେ ହେଉଛି ସେଇ ଲୋକ, ଆଉ ଭଗବାନ ଆମ ସମସ୍ତଙ୍କୁ ଗୋଟେ ଗୋଟେ ସେଭଳିଆ ଲୋକ ଦେଇଛନ୍ତି ଯିଏ ଆମର ସବୁ କାମ କରୁଛି। କିଏ ସେ? ମନ। ମନ ଯଦି ଠିକ୍ ଥିବ ସବୁ କାମ ଆମର ହେଇଯିବ, ଫଟାଫଟ ହେଉଛି ନା ନାହିଁ। କିନ୍ତୁ ସେଇ ମନ ଯେତେବେଳେ ଫାଙ୍କା ପାଇବ ସେତେବେଳେ ସବୁଠୁ ଦୁଷ୍ଟ କାମ ସିଏ କରିବ। ଦେଖ ତୁମେ କାମରେ ଏଙ୍ଗେଜ ଥିଲାବେଳେ କାମରେ ଏଙ୍ଗେଜ ରହୁଛ, ଯେତେ କାମରୁ ବାହାରି ପଡ଼ୁଛ ତାପରେ କହୁଛ କେଉଁଠି ଫାଜଲାମି କରିବି, କେଉଁଠି ନଖରାମି କରିବି। ବୁଝିପାରୁଛ ତ କହିବା କଥା? ସେଥିପାଇଁ ମନ ଏମିତି ଗୋଟେ ଲୋକ, ସେ ସବୁ କାମ ତୁମର କରିବ, କିନ୍ତୁ ଫାଙ୍କା ପାଇଲା ମାନେ କି ଦୁଷ୍ଟ କାମ କରିବ। ଖାଲି ମୁଣ୍ଡ ଶୈତାନର ଘର। ମୁଣ୍ଡ ଯାହାର ଖାଲି ପଡ଼ିଗଲା ତା ମୁଣ୍ଡରେ ଶୈତାନ ବାସ କରିବ। ସେଇଥିପାଇଁ ଠାକୁର ଆମକୁ କୃପା କରି କ'ଣ ଦେଇଛନ୍ତି ନା ଜପମାଳ ଦେଇଛନ୍ତି। ହରିବୋଲ। 108ଟା ଗେଟି ଅଛି। ସେଥିପାଇଁ ଯେତେବେଳେ ଫାଙ୍କା ମିଳିଲା ସେଥିରେ ଭଗବାନଙ୍କର ନାମ ଜପ କରିବ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, 1 2 3 4 5 6 7 8 108, ପୁଣି 108ରୁ ଆଉଥରେ ପୁଣି ରାମ। ମନକୁ ସେଥିରେ ଏଙ୍ଗେଜ କର, ମନ୍ତ୍ରରେ ନିୟୋଜିତ କର ମନକୁ। ତାହେଲେ ଦୃଷ୍ଟ ମନ, ଅସୁର ପ୍ରକୃତିର ମନ ଆଉ ତୁମକୁ ମୋଡ଼ିବନି, ସିଏ ମନ୍ତ୍ରରେ ସେ ନିବଦ୍ଧିତ ହେଇକି ରହିବ। ଆଉ ଯେତେବେଳେ ତୁମର ଡ୍ୟୁଟି ପଡ଼ିବ ତାକୁ ଫିଡ଼ିକି ଆଣିକି କାମରେ ଲଗାଇବ, ପରଫେକ୍ଟ କାମ କରିବ ମନ। ଆଉ ଯଦି ମନକୁ ମନ୍ତ୍ରରେ ସଂଯୁକ୍ତ ନ କଲ ତାହେଲେ କାମ ତ ସବୁ କରିବ, ତାପରେ ଏମିତିକା ଅବାଗିଆ କାମଟେ କରିଦେବ ତୁମକୁ ନେଇକି ଜେଲରେ ପୁରିବ, ନହେଲେ ନେଇକି କେଉଁ ନାଳରେ ପକାଇଥିବ। ମନ ନା? ହରିବୋଲ।